कल्पना साई ଆପଣ ଏଇ ଛାୟାରେ କ'ଣ କ୍ୟାରେକ୍ଟର କରୁଛନ୍ତି? ମୁଁ ଛାୟାର ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଛି। ମୁଖ୍ୟ ଅଭିନୟ କରୁଛନ୍ତି, ଡିରେକ୍ସନ୍ କିଏ ଦେଇଛନ୍ତି? ଡେଭିଡ୍ ୱାସ। ତାଙ୍କ ଡିରେକ୍ସନରେ କାମ କରିବାକୁ କେମିତି ଲାଗିଲା ଆପଣଙ୍କୁ? ଡେଭିଡ୍ ୱାସଙ୍କ ଡିରେକ୍ସନରେ କାମ କରିବାଟା ମୋ ପାଇଁ ମୋ ଜୀବନର ପ୍ରଥମ ଏଇଟା ପ୍ରୋଜେକ୍ଟ। ତାଙ୍କ ସହିତ କାମ କରିବାର ଏକ୍ସପିରିଏନ୍ସ ଯଦି କହିବାକୁ ଯିବି ମୋ ପାଇଁ ବହୁତ ହି ଇଜି ରହିଲା। ଆକ୍ଚୁଆଲି ବହୁତ କୋଅପରେଟ୍, ବହୁତ ବୁଝେଇଲେ, ବହୁତ ଇଜିଲି କାମଟା ମାନେ ଅଭିନୟ ମୁଁ କରିସାରିଛି। ମୋତେ ଏତେ କିଛି ଲାଗିଲାନି କି କିଛି ହାର୍ଡ଼ କାମ କରୁଛେ, କିଛି କଷ୍ଟ କ୍ୟାରେକ୍ଟର ମୋ ପାଇଁ ହେଇଛି। ସେ ମୋ କ୍ୟାରେକ୍ଟରଟାକୁ ଏତେ ଇଜିଲି ମୋଡ଼ିଫାଇ କରିକି ମୋତେ ବୁଝେଇଦେଲେ ମୁଁ ଅଭିନୟ କରିବାରେ ବହୁତ ହିଁ ସହଜ ହେଲା। ଆପଣଙ୍କ ଏଗନେଷ୍ଟରେ ଯିଏ କରୁଛନ୍ତି, ଯିଏ ହିରୋ ହେଇଛନ୍ତି, ଆଜ୍ଞା, ତାଙ୍କ ସହିତ କାମ କରିବାକୁ କେମିତି ଲାଗିଲା? ଆଉ ଡିରେକ୍ଟରଙ୍କ ସହିତ କାମ କରିବା ପାଇଁ, ଟୋଟାଲି ଟିମ୍ ସହିତ କାମ କରିବା ପାଇଁ କେମିତି ଲାଗିଲା? ମୋ କୋ ଆକ୍ଟର, ମୋ ସାଇଡ୍ କ୍ୟାରେକ୍ଟର ଯିଏ ଅଛନ୍ତି ସାଗର ମହାନ୍ତି, ତାଙ୍କ ପାଇଁ ଏଇଟାର ଏଇ ଛାୟାରେ ଯେଉଁ କ୍ୟାରେକ୍ଟର ଅଛି ତାଙ୍କ ପାଇଁ ବହୁତ ଡିଫରେଣ୍ଟ କ୍ୟାରେକ୍ଟର, ବିକଜ ସେ କମେଡ଼ି ସେକ୍ଟରରୁ ବିଲଙ୍ଗ କରନ୍ତି। ଏଇ କ୍ୟାରେକ୍ଟରରେ ତାଙ୍କର ଗୋଟେ ଚ୍ୟାଲେଞ୍ଜ ହିସାବରେ ତାଙ୍କୁ ମାନେ କ୍ୟାରେକ୍ଟର ଦିଆଯାଇଛି। ଆଣ୍ଡ ତାଙ୍କ ଡିରେକ୍ଟର ବି ବହୁତ ହିଁ ହେଲ୍ପ କରିଛନ୍ତି ଫର୍ ଦିସ୍ କ୍ୟାରେକ୍ଟର, ଯେଉଁ ଟିକେ ଇମ୍ବାଲାନ୍ସ ହେଇଯାଇଥିଲା ତାଙ୍କର। ବଟ୍ ବହୁତ ହି ବଢ଼ିଆ ସେ ସେମାନେ ନିଜକୁ ମାନେ ଏକ୍ସପ୍ଲୋର କରିକି ଦେଇଛନ୍ତି ସେ କ୍ୟାରେକ୍ଟରଟା। ଆଉ ରହିଲେ କ୍ରିଉ ମେମ୍ବରଙ୍କ କଥା, ମେମ୍ବର୍ସ ମାନେ ବହୁତ ହିଁ କୋପରେଟିଭ୍ ଥିଲେ, ବହୁତ ଇଜିଲି କାମ ହେଇଗଲା। ତ ହସ ଖୁସିରେ ଦିନ ସରିଗଲା ସୁଟିଂରେ, ଆମେ ଜାଣିପାରିଲୁନି। କେତେ ଦିନ ଲାଗିଥିଲା ଏଇ ସୁଟିଂ? ସୁଟ୍ରେ ଆମର 4 ଦିନ ଲାଗିଥିଲା। 4 ଦିନ ରାତି ମିଶିକି 4 ଦିନ ହିଁ ଆମେ ପୁରାପୁରି କାମ କରିଛୁ। 4 ଦିନ ଭିତରେ ଆମେ ଏପିସୋଡ଼ 1ଟି କମ୍ପ୍ଲିଟ୍ କରିକି ଆପଣଙ୍କ ଆଗରେ ରିପ୍ରେଜେଣ୍ଟ କରୁଛୁ। ଏଇ କେତେଟା ଏପିସୋଡ଼ ହେବ? 4ଟି ଏପିସୋଡ଼। ଏଇଟା ବର୍ତ୍ତମାନ ଫାର୍ଷ୍ଟ ଏପିସୋଡ଼ ସୁଟିଂ ସରିଛି। ସୁଟିଂ ସରିକି ପ୍ରିମିୟର ହେଇସାରିଲାଣି, ୟୁଟ୍ୟୁବରେ କଲେଜ ରିଲିଜ୍ ହେଇସାରିଲାଣି। ଆପଣ ଯାଇକି ଦେଖନ୍ତୁ। ସେଥିରେ ଆପଣଙ୍କର ଭ୍ୟାଲୁଏବଲ୍ କମେଣ୍ଟ, ଭଲ ପାଇବା, ଯାହା ବି ଭୁଲ ଆପଣଙ୍କୁ ଲାଗୁଛି ଆପଣ କମେଣ୍ଟରେ କହିବେ। ସେଇ କମେଣ୍ଟରୁ ଆମେ ବି କିଛିଟା ଯଦି ଭୁଲ ହେଇଥିବ ତା ଦେହରୁ 2, 3, 4ରେ ଆପଣ ରେକ୍ଟିଫାଇ କରିକି ଆମେ ଆପଣଙ୍କୁ ରିପ୍ରେଜେଣ୍ଟ କରିବୁ।